କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ କ ଖ ଗ ଘ। କବି ସୂର୍ଯ୍ୟ ବଳଦେବ ରଥ। ପ୍ରଥମେ ଆମେ କବି ପରିଚୟ ଦେଖିବା। ଓଡ଼ିଆ ରୀତିକାବ୍ୟ ସାହିତ୍ୟରେ ଯେଉଁ କେତେଜଣ ସୁନାମଧନ୍ୟ କବି ଆବିର୍ଭାବ ହୋଇଥିଲେ ତନ୍ମଧ୍ୟରୁ କବି ସୂର୍ଯ୍ୟ ବଳଦେବ ରଥ ହେଉଛନ୍ତି ଅନ୍ୟତମ। ସେ କବି ସୂର୍ଯ୍ୟ ଭାବେ ପରିଚିତ। ସେ ଏକାଧାରାରେ ଜଣେ କବି ଓ ସଙ୍ଗୀତକାର ଭାବରେ କବିତା, ଚମ୍ପୁ ଆଦି ରଚନା କରି ସ୍ୱର ସଂଯୋଜନା କରିଥିଲେ। କବି ସୂର୍ଯ୍ୟ ବଳଦେବ ରଥ 1789 ମସିହାରେ ମାଘ ମାସ ଶ୍ରୀ ପଞ୍ଚମୀ ତିଥିରେ ଗଞ୍ଜାମ ଜିଲ୍ଲାର ପାରଳାଖେମୁଣ୍ଡିଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଉଜ୍ଜ୍ୱଳ ରଥ ପୁରୀ ଜିଲ୍ଲାର ମଣିପୁର ଶାସନରୁ ଆସି ବଡ଼ଖେମୁଣ୍ଡିଠାରେ ବାସ କରିଥିଲେ। ଛୋଟ ଥିବାବେଳେ ସେ ତାଙ୍କ ପିତାଙ୍କଠାରୁ ସଂସ୍କୃତ ଶିକ୍ଷାଲାଭ କରିଥିଲେ। ମାତ୍ର 10 ବର୍ଷ ବୟସରେ ତାଙ୍କର ମାତୃବିୟୋଗ ଘଟିଲା। ଅଜାଙ୍କ ତତ୍ତ୍ୱାବଧାନରେ ସେ ସଂସ୍କୃତ କାବ୍ୟ, ଅଳଙ୍କାର, ଶାସ୍ତ୍ର, ଦର୍ଶନ ପ୍ରଭୃତିରେ ପାଣ୍ଡିତ୍ୟ ଲାଭ କଲେ। ଜଳନ୍ଧର ରାଜା ରାମଚନ୍ଦ୍ର ଛଟରାୟ ବଳଦେବ ରଥଙ୍କ ଅସାଧାରଣ ପାଣ୍ଡିତ୍ୟ ଓ ଶକ୍ତିସତ୍ତାରେ ମୁଗ୍ଧ ହୋଇ ତାଙ୍କୁ କବି ସୂର୍ଯ୍ୟ ଉପାଧିରେ ଭୂଷିତ କରିଥିଲେ। ପୁରୀରେ ଅବସ୍ଥାନ କାଳରେ ନିଜର ପାଣ୍ଡିତ୍ୟ ଯୋଗୁଁ ଗଜପତି ମୁକୁନ୍ଦ ଦେବଙ୍କ ଦ୍ୱାରା କବି ସୂର୍ଯ୍ୟ ରାୟଗୁରୁ ମହାପାତ୍ର ଉପାଧିରେ ଭୂଷିତ ହୋଇଥିଲେ। ପରେ ପରେ ବଳଦେବ କବିତା ରଚନା କରି ଜଙ୍ଗଲର ପଶୁପକ୍ଷୀଙ୍କୁ ନିଜ ଆଡ଼କୁ ଆକର୍ଷଣ କରିପାରୁଥିଲେ। ଚନ୍ଦ୍ରକଳା କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ହାସ୍ୟକଲ୍ଲୋଳ ବ୍ୟତୀତ ଚଉପଦୀ, ଭଜନ, ଜଣାଣ ଆକାରରେ ଅସଂଖ୍ୟ ସଙ୍ଗୀତି ସେ ରଚନା କରିଥିଲେ। ଏହା ବ୍ୟତୀତ କାହାକୁ କହିବା, ସର୍ପ ଜଣାଣ ଇତ୍ୟାଦି ଜଣାଣ ରଚନା କରିଛନ୍ତି। କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ସମ୍ପର୍କରେ କବି ଏଠାରେ ବର୍ଣ୍ଣନା କରିଛନ୍ତି। କବି ସୂର୍ଯ୍ୟ ବଳଦେବ ରଥଙ୍କ ରଚିତ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ରାଧା ଓ କୃଷ୍ଣଙ୍କର ପ୍ରଣୟ ଆଧାରିତ ବିଷୟ। କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ କୃଷ୍ଣ ସାହିତ୍ୟରେ ଅନ୍ତର୍ଗତ। ଆମ ରାଜ୍ୟରେ କୃଷ୍ଣ ସାହିତ୍ୟର ଏକ ଦୀର୍ଘ ଓ ଗୌରବୋଜ୍ଜ୍ୱଳ ପରମ୍ପରା ରହିଛି। ଭାଗବତ, ମହାଭାରତ ପ୍ରଭୃତିରେ ବର୍ଣ୍ଣିତ କୃଷ୍ଣ ଚରିତ୍ରର ବିଭିନ୍ନ ଲୀଳା, ଗୋପଲୀଳା, ମଥୁରା ଲୀଳା, ଦ୍ୱାରିକା ଲୀଳା ଇତ୍ୟାଦିରୁ ବର୍ଣ୍ଣିତ ଘଟଣା ବା ଉପାଖ୍ୟାନ ଗ୍ରହଣ କରି ବହୁ ସଂଖ୍ୟକ କବିତା ବା ନାଟକ ଆଦି ରଚିତ ହୋଇଛି। ଏହି ବିପୁଳ କୃଷ୍ଣ ସାହିତ୍ୟରେ ମୁଖ୍ୟତଃ ଶ୍ରୀକୃଷ୍ଣଙ୍କର ଦୁଇଟି ରୂପ ପ୍ରକଟିତ ହୋଇଥିବାର ପରିଲକ୍ଷିତ ହୁଏ। ଗୋଟିଏ ହେଲା ତାଙ୍କର ଐଶ୍ୱର୍ଯ୍ୟମୟ ରୂପ। ଏହି ରୂପରେ ଶ୍ରୀକୃଷ୍ଣ ଚକ୍ରଧର ଏବଂ ଦୁଷ୍ଟ ଦଳନକାରୀ। ଅନ୍ୟଟି ହେଲା ତାଙ୍କର ମାଧୁର୍ଯ୍ୟମୟ ରୂପ। ଏହି ରୂପରେ ସେ ମୁରଲୀଧାରୀ, ଗୋପୀ ମୋହନ ବା ରାଧା ବଲ୍ଲଭ। ବିଭିନ୍ନ ଭଙ୍ଗୀରେ ବଂଶୀ ବାଦନ କରି ସେ ରାଧା ଓ ଗୋପୀମାନଙ୍କର ଚିତ୍ତହରଣ କରନ୍ତି ଏବଂ ଜୀବମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିନିଅନ୍ତି। ଶ୍ରୀକୃଷ୍ଣଙ୍କର ଆବିର୍ଭାବର ଅସଲ ତାତ୍ପର୍ଯ୍ୟ ହେଲା ପ୍ରେମରସ ଆସ୍ୱାଦନ ଓ ରାଗାନୁଗା ଭକ୍ତି ପ୍ରଚାର। ମୁଖ୍ୟତଃ ଗୋପପୁରରେ ଥିବା ସମୟରେ କୈଶୋର ଅବସ୍ଥାରେ ଶ୍ରୀକୃଷ୍ଣଙ୍କର ଏହି ମାଧୁର୍ଯ୍ୟମୟ ରୂପ ପ୍ରକଟିତ ହୋଇଥିଲା। ରାଧା ଓ ଗୋପୀମାନଙ୍କ ଚିତ୍ତହରଣ ପାଇଁ ତାଙ୍କର ଏହି ପ୍ରେମିକ ମୁରଲୀଧର ରୂପ, ସଂସାରରେ ରାଗମାର୍ଗ ଭକ୍ତି ପ୍ରଚାର ପାଇଁ ତାଙ୍କର ରସକ୍ରୀଡ଼ା ସଖୀ ଲଳିତାର ସହାୟତାରେ ରାଧାକୃଷ୍ଣଙ୍କର ମିଳନ ଏବଂ ରାଧାକୃଷ୍ଣ ସଖୀ ମଧୁମଙ୍ଗଳଙ୍କ ମଧ୍ୟରେ ମିଳନୋତ୍ତର ହାସ୍ୟପରିହାସ ହିଁ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁର କଥାବସ୍ତୁ। ବିଷୟବସ୍ତୁ: ଏକଦା ରାଧା ଦିନେ ଯମୁନାକୁ ପାଣି ଆଣିବାକୁ ଯାଇ ନଟନାଗର କୃଷ୍ଣଙ୍କ କାନ୍ତି ଦେଖି ନିଜ ହୃଦୟ ଉପରୁ ଆୟତ୍ତ ହରାଇ ନେଇଛନ୍ତି। ରାଧା କୃଷ୍ଣଙ୍କୁ ଦେଖି ତାଙ୍କ ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇ ବସିଛନ୍ତି। ସେ କୃଷ୍ଣଙ୍କୁ ବହୁତ ଦୂରରୁ ଦେଖୁଛନ୍ତି, ତଥାପି ସେହି ରୂପ ସୌନ୍ଦର୍ଯ୍ୟରେ ରାଧାଙ୍କ ଆଖି ଲାଖିଯାଇଛି। ଯମୁନା ଘାଟରେ ଇନ୍ଦ୍ରନୀଳକାନ୍ତ ନବୀନମୂରତି ମୟୂରଚୂଳିଆ ମନୋହର ତେଜକୁ ଦର୍ଶନ କରିଛନ୍ତି ରାଧା। ସେହି ଇନ୍ଦ୍ରନୀଳମଣି ରୂପକୁ ଦେଖି ରାଧା ବିବେକ ଜ୍ଞାନ ହରାଇ ବସିଛନ୍ତି। ଯମୁନା ଘାଟରୁ ଫେରିବା ପରେ ସେ ଆଉ ପୂର୍ବପରି ରାଧା ହୋଇନାହାନ୍ତି। ସେ ଶ୍ରୀକୃଷ୍ଣଙ୍କ ରୂପକୁ ଦର୍ଶନ କରିବା ପରେ ରାଧାଙ୍କ ମନରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହୋଇଛି ତାହା ତାଙ୍କର ପ୍ରିୟ ସଖୀ ଲଳିତା ଆଗରେ ପ୍ରକାଶ କରିଛନ୍ତି। କି ହେଲାରେ କହି ତ ନୋହଇ ଭାରତୀରେ, କାଲି ଯା ଦୂରରୁ ଦେଖି, କଳନା କଲା ମୋ ଆଖି, କଳା ଇନ୍ଦିବର ଆରତିରେ।
କମ୍ପ ମୋର କଳେ ବର ହୋଇଗଲା ଆର ପାର ଯାହାକୁ ଡରର ତାର ତୀରେ। ରାଧିକା ଯମୁନା ନିକଟସ୍ଥ କଦମ୍ବ ଲତାରୁ ଏକ ମନୋହର ତେଜ ମୋ ଚକ୍ଷୁକୁ ସ୍ପର୍ଶ କଲାବେଳୁ ମୁଁ ଅଧୀର ହୋଇ ପଡ଼ିଛି। ମୟୂରପୁଚ୍ଛର ସେହି ଆକର୍ଷଣରେ ମୋର ଶରୀର କମ୍ପିତ ହୋଇ ଉଠିଛି। ସେହି ଶ୍ୟାମଳ ରୂପ ମନମୋହିତ ବଂଶୀସ୍ୱରରେ ମୁଁ ମୋହିତ ହୋଇ ଯାଇଛି। ଆଖି ବୁଜିଲେ ମନ ଭିତରେ ସେହି ବଂଶୀସ୍ୱର ମୋତେ ବିହ୍ୱଳିତ କରୁଛି। ଯେମିତି ଈଶ୍ୱର ତାହାକୁ ଏକ ଅଲୌକିକ ଶକ୍ତି ଦେଇଛନ୍ତି। ତା ପ୍ରତି ମୋର ଆକର୍ଷଣ ବଢ଼ିବାରେ ଲାଗିଛି। ମୋର ସମଗ୍ର ଶରୀର ଶ୍ୟାମ ମୂରତିରେ ହଜି ଯାଇଛି। ଲାଜ ସରମ ସବୁକିଛି ମୁଁ ଭୁଲି ଯାଇଛି। ତାର ଜାତି କୁଳ ଗୋତ୍ର ମୋତେ ଜଣାନାହିଁ। ସେହି ବଂଶୀସ୍ୱନରେ ମୁଁ ପାଗଳିନୀ ହୋଇ ଯାଇଛି। ଚତୁଃପାର୍ଶ୍ୱରେ ସେହି ବିଚିତ୍ର ତେଜର ପ୍ରଭାବ ଦେଖାଦେଇଛି। ସେହି ସ୍ନିଗ୍ଧ ବିଚିତ୍ର ତେଜକୁ ମୁଁ ତୁମ ଆଗରେ କଳନା କରିପାରିବି ନାହିଁ। ରାଧା ତାଙ୍କର ହୃଦୟରୁ ଦୁଃଖକୁ ଲଳିତା ଆଗରେ ପ୍ରକାଶ କରିଛନ୍ତି। ଲଳିତା ଏହା ଶୁଣି ଶ୍ୟାମପ୍ରୀତି ଅଧୀର ରାଧାଙ୍କୁ ଖରାପ ହେବା ପ୍ରସଙ୍ଗ କହିଛନ୍ତି। ସେହି ଖସଡ଼ା ପଥରୁ ଫେରି ଆସିବା ପାଇଁ ଲଳିତା ବାରମ୍ବାର ରାଧାକୁ କହିଛନ୍ତି, ଖରାପ ତୁ ହେଲୁରେ ଖେଳଲୋଳ ଗଞ୍ଜନାକ୍ଷୀ କି ସାହସ କଲୁରେ ଖର୍ବ ହୋଇ ସୁରତରୁ କୁସୁମ ବାଞ୍ଛିଲୁରେ ଖେଦ ବୀଜ ନିଜ ହୃଦ କେଦାରେ ବିଞ୍ଚିଲୁରେ। ଲଳିତା ରାଧାଙ୍କୁ କହିଛନ୍ତି, ତୁ ସର୍ବଦା ଖେଳ କୌତୁକରେ ମାତିଥିବା ରଞ୍ଜକ ପକ୍ଷୀ। ତୋତେ ଆକାଶ କୁସୁମ ବାଞ୍ଛନା କରିବାର ସାହସ ଦେଲା କିଏ? ଏପରି ଆଶା କରି ହୃଦ କିଆରୀରେ ଦୁଃଖଦ ବୀଜ ବୁଣିବା ଛଡ଼ା ଅନ୍ୟ କିଛି ଦିଗ ନାହିଁ। ପୁଣି ଲଳିତା କହିଛି, ଛୋଟ ପିଲା ପରି ତୁ କାର୍ଯ୍ୟ କରୁଛୁ। ବିବ୍ରମନ୍ତ୍ର ନ ଜାଣି କାଳ ନାଗକୁ ଚାହିଁବାର ଦୁଷ୍ଟତା କରିଛୁ। ରାଧାଙ୍କ ଅବସ୍ଥା ଦେଖି ସଖୀ ଲଳିତା ଜଣେ ବାନ୍ଧବୀର ଦାୟିତ୍ୱ ନେଇ ସେ ତାଙ୍କୁ ବୁଝେଇଛନ୍ତି। ପ୍ରଥମେ ସେ ତାଙ୍କୁ ଖରାପ ତୁ ହେଲୁରେ ବୋଲି କହିଛନ୍ତି। କାରଣ ଜଣେ ବିବାହିତା ନାରୀ ସ୍ୱାମୀ ବ୍ୟତୀତ ଅନ୍ୟ ପୁରୁଷ ପ୍ରତି ଆକର୍ଷଣ ହେବା ନିଜକୁ ସମାଜ ଆଗରେ ଅପମାନିତ କରିବା ସହିତ ସମାନ। ଯାହାଙ୍କୁ ସେ କେବେ ଜାଣି ନାହାନ୍ତି ତାଙ୍କ ବିଷୟରେ ରାଧାଙ୍କର କିଛି ଧାରଣା ନାହିଁ। ପ୍ରଥମ ଦେଖାରେ ଅଜଣା ଅଚିହ୍ନା ପୁରୁଷ ପ୍ରତି ପ୍ରେମଭାବ। ଯାହାଙ୍କ ବଂଶୀସ୍ୱନ ଶୁଣି ସମଗ୍ର ଗୋପପୁରବାସୀ ମୋହିତ ହୋଇଯାଆନ୍ତି। ଯିଏ ଜନ୍ମଠୁ ଅସାଧାରଣ ଘଟଣା ଘଟେଇଛନ୍ତି ତାଙ୍କର ଦୃଷ୍ଟି ଆଜି ରାଧାଙ୍କ ଉପରେ ପଡ଼ିଛି। ଲଳିତା ରାଧାଙ୍କୁ ବୁଝଉଛନ୍ତି, ସେ ଦୁଃଖକୁ ତୁ ମନ ଭିତରେ କାହିଁକି ନେଇ ନିଜକୁ ପୀଡ଼ା ଦେଉଛୁ? ସେ କଳା ନାଗରକୁ ତୁ ମନରୁ ଭୁଲିଯା। ଏଇ ଦୁଃଖରୂପକ ବିଷୟରୁ ନିଜକୁ ମୁକ୍ତି ଦେ। ତୁ ପ୍ରିୟଜନଙ୍କ କଥା ମାନି ଯେଉଁ ଲୋକ ଯୁବତୀମାନଙ୍କ ଗହଣରେ ଦିବାରାତ୍ର ରହିଥାନ୍ତି, ସେହି ମୟୂରପୁଚ୍ଛିଆ ଶ୍ୟାମବର୍ଣ୍ଣ ମୁରଲୀଧର ଶ୍ରୀକୃଷ୍ଣଙ୍କ ଆଡ଼କୁ ମନୋହର ଦୃଷ୍ଟିପାତ କଲୁ। ଏ ପ୍ରକାର ଦୁଃସାହସିକ କାର୍ଯ୍ୟକୁ ନିବୃତ୍ତ କରିବା ପାଇଁ ଲଳିତା ରାଧାକୁ ପ୍ରବର୍ତ୍ତାଇଛନ୍ତି। ରାଧା ଲଳିତାକୁ କହିଛନ୍ତି, ହେ ଲଳିତା, ଯେଉଁ କଥା ଗଲାଣି ସେ କ'ଣ ଆଉ ଫେରି ଆସିବ? ଅର୍ଥାତ୍ କୃଷ୍ଣଙ୍କୁ ମୁଁ ଯେଉଁ ମନ ସମର୍ପଣ କରିଛି ତାହା ଆଉ ଫେରାଇ ଆଣି ପାରିବି ନାହିଁ। କୃଷ୍ଣଙ୍କ ପ୍ରତି ଆକର୍ଷିତ ହେବା ପରେ ମୋ ମନରେ ଯେଉଁ ବ୍ୟଥା ସୃଷ୍ଟି ହୋଇଛି ତାହାକୁ ପ୍ରକାଶ କରିବା ଅସମ୍ଭବ। ମୋ ବ୍ୟଥା ଆୟତ୍ତ ବାହାରକୁ ଚାଲିଯିବାରୁ ମୁଁ ତୋତେ ଗୋପନରେ ସେହି ବିଷୟ କହିଛି। ମୁଁ ଜାଣେ ଏପରି ବିପଦ ସମୟରେ ତୁ ହିଁ ମୋର ସାହାଯ୍ୟ କରିପାରିବୁ। ତୋର ହୃଦୟ ଅତ୍ୟନ୍ତ ନିର୍ମଳ, ଗଙ୍ଗା ନଦୀଠାରୁ ଅଧିକ ନିର୍ମଳ ଓ ଗଭୀର ହୋଇଛି। ତୋର ହୃଦୟ ତୋ ମନ ଭିତରେ ସ୍ନେହ ଭରପୂର ରହିଛି। ମୋ ଗୋଡ଼ ଖସି ହୃଦୟରେ ଯେଉଁ ବ୍ୟଥା ହେଉଛି ତାର ଉପଶମ କିପରି ଲାଘବ ହୋଇପାରିବ ତାର ଉପାୟ ଦୟାକରି ମୋତେ କହିଦିଅ। ତେଣୁ ରାଧା ଲଳିତାକୁ କହୁଛନ୍ତି, ଗଲାଣି ତ ଗଲା କଥାରେ ସଂଗାତ, ଗଲାଣି ତ ଗଲା କଥା। ଗୋପତେ ସିନା ମୁଁ ତୋତେ ପଚାରିଲି, ବଳି ପଡ଼ିବାରୁ ବ୍ୟଥା। ଗଙ୍ଗାରୁ ବିଶୋଧ ଗଭୀରତୋ ହୃଦେ, ଗଣ୍ଠି ଧନ ତୋର ସ୍ନେହ। ଗୋଡ଼ ଖସି ଖେଦ ହେବାର ଦରଦ, ଯିବାର ଉପାୟ କହ। ଲଳିତା ରାଧାକୁ କହିଛନ୍ତି, ଯମୁନା କୂଳବର୍ତ୍ତୀ ବନକୁ ଚାହିଁବା ତୁମ ପକ୍ଷରେ ସମ୍ଭବ ନୁହେଁ। ଏହା ଆମ୍ଭେମାନେ ତୁମ୍ଭଙ୍କୁ ଯେତେ ବୁଝାଇ କହିଲେ ମଧ୍ୟ ତୁମେ ଶୁଣିଲ ନାହିଁ। ସରିସା ଫୁଲ ପରି ରାଧା କମଳାଙ୍ଗୀ ରୂପକ ରାଧାଙ୍କ କୋମଳ ଅଙ୍ଗକୁ କୃଷ୍ଣଙ୍କ ପରି ଅଗ୍ନି ନିକଟରେ ରଖି ଦେବାରୁ ତରଳି ଗଲା ବୋଲି ଲଳିତା କହିଛନ୍ତି। କବିଙ୍କ ଭାଷାରେ, ଘେନାଇ ଆମ୍ଭେ ଯେତେ କହିଲୁରେ ଘେନିଲୁ ନାହିଁ ବାଳା ପହିଲୁରେ। ଘୃତ ଘଟକୁ ଶିଖି ଶିଖା ପାଖରେ ରଖି ସରିସା
ଦେହା ଏହା ସହିଲୁରେ। ପରିଶେଷରେ ଏତିକି କୁହାଯାଇପାରେ ଯେ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ଏକ ସାର୍ଥକ ସୃଷ୍ଟି। ଏହା ହେଉଛି ଏକ ରସାତ୍ମକ ଖଣ୍ଡକାବ୍ୟ। ଏହା ରଙ୍ଗମଞ୍ଚରେ ଅଭିନୟ ଉପଯୋଗୀ ମଧ୍ୟ ହୋଇଛି। ତେଣୁ ଏହାକୁ ଚମ୍ପୁ ଗୀତିନାଟ୍ୟ କହିବା ସମୀଚୀନ ହେବ ନାହିଁ। ତ ଇଏ ଥିଲା ଆମର କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ।